ଦେଖନ୍ତୁ ରାଣୀପଣ୍ଡା ଯେତେବେଳେ ରାଣୀପଣ୍ଡାକୁ ସବୁ କଥାରେ ବ୍ୟାନ୍ କରାଯାଇଥିଲା ସେତେବେଳେ ସ୍ୱର୍ଣ୍ଣ ମନ୍ଦିର ସୁଯୋଗ ଦେଇଥିଲା। ସ୍ୱର୍ଣ୍ଣ ମନ୍ଦିରରେ ସେ କାମ କରିକି ଯାଇଛନ୍ତି। ମଣିଷ ଜଣନ୍ତୁ ମଣିଷ ସବୁବେଳେ ସମୟ ପରିସ୍ଥିତିର କ୍ରୀତଦାସ। ମଣିଷକୁ କେତେବେଳେ କିଏ କୌଣସି ଜାଗାରେ ନେଇକି ଠିଆ କରିବ ସେଟା ହେଉଛି ଅଲଗା କଥା। ତେଣୁ ଆଜି କଥା କାଲିକି ନାହିଁ ଯେ କାଲି ମଣିଷଟା କ'ଣ କହୁଥିଲା ଆଜି ସେ ମଣିଷଟା କ'ଣ କହିବ ତା ମଧ୍ୟ ଠିକଣା ନାହିଁ। ମନଟା ସଫା ରହିଲେ ସବୁ ଭଲ। ତୁଣ୍ଡ ସାଙ୍ଗରେ କିଛି ନାହିଁ। ତୁଣ୍ଡ ତ ହୁଏ ତ କିଏ କେତେବେଳେ ଖରାପ କ'ଣ କହିଦେଉଛି କ'ଣ ନାହିଁ ସେଇଟା କଥା ନୁହଁ। ମଣିଷ ମନଟା କ'ଣ ଅଛି ସେଇଟା ବଡ଼ କଥା। ରାଣୀପଣ୍ଡା କ'ଣ ଗୋଟେ ହୃଦୟବାନ ଝିଅ ଏ କଥାକୁ ସମସ୍ତେ ମଧ୍ୟ ଜାଣୁଛନ୍ତି। ତାପରେ ମୁଁ ବେଶୀ କ'ଣ କହିବି, ମୋଠୁ ବଡ଼ ଭାଇ ସତ୍ୟ ଭାଇ ଅଛି, ସିଏ ବେଶୀ ଜାଣିଛନ୍ତି ଏ ସଂସ୍ଥା ବିଷୟରେ। ମୁଁ ନିମିତ୍ତ ମାତ୍ର। ଏ ସଂସ୍ଥାଟି ବି ଯଦି ଟିକେ ଟିକେ ବଢ଼ି ବଢ଼ିକି ଆସିଛି ତାଙ୍କର ମଧ୍ୟ ଭୂମିକା ସେ ବହୁତ ସାହାଯ୍ୟ କରିଛନ୍ତି। ରାଣୀପଣ୍ଡା ବିଗତ ଦିନରେ ଥିଲେ ଆମେ ଅନୁଷ୍ଠାନଟି ବନ୍ଦ କରିବାକୁ ଚାହୁଁଥିଲୁ ଯେହେତୁ ନିଜେ ଟିକେ ଦାୟିତ୍ୱ ନେଇପାରିବି ନାହିଁ ବୋଲି। ସେ ଯେହେତୁ ପୁରୁଣା ଭାବରେ ଆମ ପାଖରେ କାମ କରିଥିଲେ, ମନ ମିଳେଇ କାମ କରିଥିଲେ, ତେଣୁ ଚାହିଁଲେ ନା ଅନୁଷ୍ଠାନଟି ତାଙ୍କ ପାଇଁ ସୁଇଟେବୁଲ୍ ହେଇଛି ଏବଂ ସେଇଠୁ ଘୋଡ଼ା ହାତୀ ଗଣ୍ଡା ଗଣ୍ଡା ଏକା ଲଢ଼ିବ ରାଣୀପଣ୍ଡା ନାଟକରୁ ସିଏ ମଧ୍ୟ ଆଗକୁ ଆସିଛନ୍ତି। ତେଣୁ ଅନୁଷ୍ଠାନ ପାଇଁ ତାଙ୍କର ମଧ୍ୟ ନିଶ୍ଚିତ ଭାବରେ ମନୋଭାବ ସେଇଆ ଥିଲା। ସେ ଆଗକୁ ବଢ଼ି ଆସିଛନ୍ତି ଅନୁଷ୍ଠାନଟାକୁ ଆଗକୁ ଚଳେଇକି ନେବା ପାଇଁ। ଯେ ମୁଖ୍ୟ କଥା ସ୍ୱର୍ଣ୍ଣ ମନ୍ଦିରର ମୁଖ୍ୟ ଦାୟିତ୍ୱରେ ମଧ୍ୟ ରାଣୀପଣ୍ଡାକୁ ଛଡ଼ାଯାଇଛି। ତେଣୁ ପ୍ରଯୋଜକ ହିସାବରେ ମୁଁ କହିବି ଯେ ମାଲିକ କୌଣସି ସଂସ୍ଥାର କେହି ନଥାନ୍ତି, ଈଶ୍ୱର ଜଣେ ହିଁ ମାଲିକ। ପୂର୍ବରୁ ମଧ୍ୟ ମୋର ବାଇଟ୍ ଦେଖିଥିବେ, ମାଲିକ କେହି ନୁହନ୍ତି। ଆମେ ସମସ୍ତେ ତଳେ ଅଛନ୍ତି କର୍ମଚାରୀ, ଆମେ ଖଟୁଛନ୍ତି, ପେଟ ପୋଷୁଛନ୍ତି। ମାଲିକ ଜଣେ ଉପରବାଲା, ତଳେ କେହି ମାଲିକ ନାହାନ୍ତି। ଆଉ ସ୍ୱର୍ଣ୍ଣ ମନ୍ଦିର ମୁକ୍ତିକାନ୍ତ ସାମଲ ପ୍ରଯୋଜକ। ଏଠି ଶୁଭ ମୁହୂର୍ତ୍ତରେ ବି ଦେଖିଥିବେ ରାଣୀପଣ୍ଡା ମଧ୍ୟ ପୂର୍ବରୁ ଆମ ପାଖରେ କାମ କରି ଆସିଥିଲେ। ଏଥର ଆମେ ତାଙ୍କୁ ନେଇକି ମଧ୍ୟ କାମ କରିବୁ ଏବଂ ସମ୍ପୂର୍ଣ୍ଣ ଦାୟିତ୍ୱଟି ଏଥର ତାଙ୍କୁ ହସ୍ତାନ୍ତର କରିଛୁ। କୁଆଡ଼େ ରାଣୀପଣ୍ଡା ଟେକ୍ ଓଭର କରିଛନ୍ତି, ପ୍ରକୃତରେ କ'ଣ ରାଣୀପଣ୍ଡା ମାଲିକ ନା ଆପଣ ମାଲିକ? ଶୁଣନ୍ତୁ, ଯାତ୍ରା ସ୍ୱର୍ଣ୍ଣ ମନ୍ଦିରର ପ୍ରଯୋଜକ ମୁକ୍ତିକାନ୍ତ ସାମଲ। ଯେହେତୁ ଜଣଙ୍କୁ ଆମେ ବର୍ତ୍ତମାନ ସୁଦ୍ଧା ଭରସା କରିକି ଦାୟିତ୍ୱଟା ନିଛାବର କରିଛୁ, ଯାହାପରେ ଦାୟିତ୍ୱଟାକୁ ନିଛାବର କରାଯାଏ ସେ ହିଁ ସେ ସଂସ୍ଥାକୁ ନେଇକି ଯେତେବେଳେ ଜଣେ ଚଲେଇବ ତ ନିଶ୍ଚିତ ଭାବରେ ସିଏ ସବୁ କଥାର ଗୁରୁତ୍ୱପୂର୍ଣ୍ଣ ଭୂମିକା ତାଙ୍କର ରହିବ। ତେଣୁ ଯେହେତୁ ଗୋଟେ ପଦକ୍ଷେପ ନିଆହେଇଛି ତାଙ୍କୁ ନେଇକି ଯେ ମୁଖ୍ୟ କଥା ସ୍ୱର୍ଣ୍ଣ ମନ୍ଦିରର ମୁଖ୍ୟ ଦାୟିତ୍ୱରେ ମଧ୍ୟ ରାଣୀପଣ୍ଡାକୁ ଛଡ଼ାଯାଇଛି। ତେଣୁ ପ୍ରଯୋଜକ ହିସାବରେ ମୁଁ କହିବି ଯେ ମାଲିକ କୌଣସି ସଂସ୍ଥାର କେହି ନଥାନ୍ତି, ଈଶ୍ୱର ଜଣେ ହିଁ ମାଲିକ। ପୂର୍ବରୁ ମଧ୍ୟ ମୋର ବାଇଟ୍ ଦେଖିଥିବେ, ମାଲିକ କେହି ନୁହନ୍ତି। ଆମେ ସମସ୍ତେ ତଳେ ଅଛନ୍ତି କର୍ମଚାରୀ, ଆମେ ଖଟୁଛନ୍ତି, ପେଟ ପୋଷୁଛନ୍ତି। ମାଲିକ ଜଣେ ଉପରବାଲା, ତଳେ କେହି ମାଲିକ ନାହାନ୍ତି। ତେଣୁ ସ୍ୱର୍ଣ୍ଣ ମନ୍ଦିର ସଂସ୍ଥାର ଅସଲ ମାଲିକ ଯଦି ଯାତ୍ରା ସଂସ୍ଥାର ହେବ ତାହେଲେ ପୂର୍ବରୁ ଦେଖିଥିବେ ଦର୍ଶକ ଭଗବାନ ହେଉଛନ୍ତି ଏ ସଂସ୍ଥାର ମାଲିକ, ନହେଲେ ଉପରବାଲା ଜଣେ ମାଲିକ, ଆଉ ମାଲିକ କେହି ନାହାନ୍ତି। ଯେ ମାଲିକ କହିବ ସେଇଟା ଅହଙ୍କାର, ଯିଏ ବି କହୁ XYZ ଯିଏ ବି କହୁ ମାଲିକ ଶବ୍ଦ ଗୋଟେ ଅଲଗା ଜିନିଷ, ସେଇଟା ଅହଙ୍କାର ଶବ୍ଦ ଆସେ ମୁଁ କହିଲେ। ତେଣୁ ସ୍ୱର୍ଣ୍ଣ ମନ୍ଦିର ମୁକ୍ତିକାନ୍ତ ସାମଲ ପ୍ରଯୋଜକ। ଏଠି ଶୁଭ ମୁହୂର୍ତ୍ତରେ ବି ଦେଖିଥିବେ ରାଣୀପଣ୍ଡା ମଧ୍ୟ ପୂର୍ବରୁ ଆମ ପାଖରେ କାମ କରି ଆସିଥିଲେ। ଏଥର ଆମେ ତାଙ୍କୁ ନେଇକି ମଧ୍ୟ କାମ କରିବୁ ଏବଂ ସମ୍ପୂର୍ଣ୍ଣ ଦାୟିତ୍ୱଟି ଏଥର ତାଙ୍କୁ ହସ୍ତାନ୍ତର କରିଛୁ। ରାଣୀପଣ୍ଡାଙ୍କ ପାର୍ଟି ଅପେକ୍ଷା ମନଟା ବହୁତ ଭଲ। ନିଶ୍ଚିତ ଭାବରେ ଏଇଆ ଶୁଣନ୍ତୁ, ରାଣୀପଣ୍ଡା ଯେତେବେଳେ ରାଣୀପଣ୍ଡାକୁ ସବୁ କଥାରେ ବ୍ୟାନ୍ କରାଯାଇଥିଲା ସେତେବେଳେ ସ୍ୱର୍ଣ୍ଣ ମନ୍ଦିର ସୁଯୋଗ ଦେଇଥିଲା। ସ୍ୱର୍ଣ୍ଣ ମନ୍ଦିରରେ ସେ କାମ କରିକି ଯାଇଛନ୍ତି। ମଣିଷ ଜଣନ୍ତୁ ମଣିଷ ସବୁବେଳେ ସମୟ ପରିସ୍ଥିତିର କ୍ରୀତଦାସ। ମଣିଷକୁ କେତେବେଳେ କିଏ କୌଣସି ଜାଗାରେ ନେଇକି ଠିଆ କରିବ ସେଟା ହେଉଛି ଅଲଗା କଥା। ତେଣୁ ଆଜି କଥା କାଲିକି ନାହିଁ ଯେ କାଲି ମଣିଷଟା କ'ଣ କହୁଥିଲା ଆଜି ସେ ମଣିଷଟା କ'ଣ କହିବ ତା ମଧ୍ୟ ଠିକଣା ନାହିଁ। ତେଣୁ କରିକି ସମୟ କହିବ କ'ଣ କେତେବେଳେ କ'ଣ ଘଟିବ। ବର୍ତ୍ତମାନ ସୁଦ୍ଧା ତ ଠିକ୍ଠାକ୍ ସବୁ ଅଛି। ଯିଏ ତୁଣ୍ଡରେ ଖରାପ ତା ହୃଦୟଟା ଭଲ। ଆଉ ଯିଏ ହୃଦୟରେ ଚୁପଚାପ ରହିଥିବ, ତୁଣ୍ଡରେ କିଛି କହୁନଥିବ, ସେ ଲୋକଟା ସାଂଘାତିକ। ହଁ ମାନେ କଥା ନାହିଁ ନା, ବୋଲିଣ ମଧୁର ବଚନ ତୋଷିବ ଜନମନ କିନ୍ତୁ ମାରୁଥିବ ଡ୍ୟାସ ଘନ ଘନ, ସେଇଭଳିଆ ଦରକାର ନାହିଁ। ତେଣୁ କରିକି ଗୋଟେ କଥା ହେଉଛି ମନଟା ସଫା ରହିଲେ ସବୁ ଭଲ। ତୁଣ୍ଡ ସାଙ୍ଗରେ କିଛି ନାହିଁ। ତୁଣ୍ଡ ତ ହୁଏ ତ କିଏ କେତେବେଳେ ଖରାପ କ'ଣ କହିଦେଉଛି କ'ଣ ନାହିଁ ସେଇଟା କଥା ନୁହଁ। ମଣିଷ ମନଟା କ'ଣ ଅଛି ସେଇଟା ବଡ଼ କଥା। ରାଣୀପଣ୍ଡା କ'ଣ ଗୋଟେ ହୃଦୟବାନ ଝିଅ ଏ କଥାକୁ ସମସ୍ତେ ମଧ୍ୟ ଜାଣୁଛନ୍ତି।
तापर मु बेसी कौन कही मोटू बड़ भाई सत्य भाई अच्छी सी बेसी जानी संस्था विषय मु निमित्त मात्र ये संस्थाटी भी जदि टिके टिके बढ़ी बढ़ी की आसी भूमिका बहुत से बहुत साहाय्य करी माने विगत दिन स्वर्ण मंदिर सृष्टि है छोटिया संस्थाटी आज जदि बड़ संस्था होते अवदान भाई बहुत बहुत आशीर्वाद साहाय्य सहयोग गाड़ी घोड़ा टू आरंभ कर सब मत सहयोग करते जो छोटिया संस्थाटे आरंभ करी आज एति बाट जाइए जेहेतु टी मोर स्वास्थ्यगत कारण टी अच्छी देहपा ऑपरेशन होसुविधा सेहेतु रानीपंडा विगत दिन थे आम अनुष्ठान बंद करने को चाहूलु जेहेतु निजे टी दायित्व नहीं पारि नहीं बोली से जेहेतु पुराणा भाव आम पाखे कम करते मन मिल कम करते तेणु चाहिए ना अनुष्ठान सुइटेबल होटू घोड़ा हाथी गंडा गुंडा एका लड़ रानीपंडा नाटक सी आगू आसुँच तेणु अनुष्ठान निश्चित भाव मनोभाव से आगू बढ़ी आसुँच अनुष्ठान टाक आगू चलैकी नवाई।